ଆଜି ନନଭେଜ ବାର ତ ଆଜି କ'ଣ ବନେଇବା ଚିନ୍ତା କଲି ତ ଏଠି ମା ମାଛ ଦେଇଥିଲେ ତ ମାଛ ମୁଣ୍ଡ ଅଛି ତ ତାକୁ ବାଟିବସା ବନେଇବି। ତ ଏଠି ସୋରିଷ ଜିରା ରସୁଣ ପିଆଜକୁ ଏକା ସହିତ ଗ୍ରାଇଣ୍ଡିଙ୍ଗ କରିନେଇଛି। ତାପରେ ଆଳୁକୁ ସରୁ ସରୁ କରି ପୁରା ବହୁତ ଛୋଟ ଛୋଟ କାଟି ନେଇଛି। ତାପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଆଉ ହଳଦୀ ପକାଇ ଦେଇଥିଲି। ତାପରେ ଯେଉଁ ମସଲା ବଟା ହେଇଥିଲା ତାକୁ ବି ପକାଇଦେଲି। ତାପରେ କିଛି ପାଣି ଦେଇଦେଲି ଯେତିକି ଦରକାର। ତାପରେ ଟମାଟୋକୁ ଛୋଟ ଛୋଟ କାଟି ଉପରେ ପକାଇଦେଲି। କାହିଁକିନା ଟମାଟୋଟା ଘାଣ୍ଟି ଦେଲା ପରେ କାଳେ ପାଣିଟା ଚାଲିଗଲା ପରେ ଖଟା ହେଇଯିବ, ଆଳୁଟା ସିଝିବନି। ସେଥିପାଇଁକି ଫିର୍ ବି ଟିକେ ମୁଁ ଗୋଳେଇ ଦେଇଛି। ତାପରେ ଟିକେ ସୋରିଷ ତେଲ ଦେଇଦେଲି। ଆପଣମାନେ ଦେଖି ଜାଣିପାରୁଥିବେ ବହୁତ ସୁନ୍ଦର ଦେଖାଯାଉଛି। ତ ଫୁଟିଲା ପରେ କେତେ ସୁନ୍ଦର ଲାଗିବ। ତ ଏଠି ମୋର ବାଟି ବସା ମାନେ ରେଡ଼ି ହେଇଯାଇଛି। ଗ୍ୟାସରେ କେବଳ ବସେଇବି। ଏଠି ମାଛ ମୁଣ୍ଡ ବି ହେଇଗଲାଣି। ତ ତାକୁ ଏବେ ବାଟି ବସା ଦେହରେ ମିଶାଇ ଦେବି। ତ ସିଏ 2-3 ଫୁଟି ସାରିବା ପରେ ତାପରେ ମାଛ ବାଟି ବସା ରେଡ଼ି ହେଇଗଲା। ଭାତ ମାଛ ଭଜା ପୁରା ରେଡ଼ି।